ବର୍ତ୍ତମାନ ଏମିତି କିଛି ଖବର ଆସୁଛି ଗୁଗଲରେ ସର୍ଚ୍ଚ କଲେ ଯେ ଯୁକ୍ତ ଦୁଇ ରେଜଲ୍ଟ କେଉଁ ଦିନ ପ୍ରକାଶ ପାଇବ। ଯେ ପ୍ରାୟତଃ ମୁଁ ମଧ୍ୟ ଦେଖିଲି, ମୋତେ ଅନେକ ପିଲା ଫୋନ୍ ମାଧ୍ୟମରେ କଣ୍ଟାକ୍ଟ କଲେ ଯେ ସାର୍ ଆଜି କ'ଣ 15 ତାରିଖରେ ରେଜଲ୍ଟ ବାହାରୁଛି। ନିଶ୍ଚିତ ପକ୍ଷେ ମୁଁ ତାପରେ ଯେତେବେଳେ ଆସିକି ଗୁଗଲକୁ ସର୍ଚ୍ଚ କଲି, ଗୁଗଲରେ 3, 4, 5ଟି ଯେତେ ବି ୱେବସାଇଟ୍ ଆସୁଛି ସବୁ ୱେବସାଇଟ୍ରେ ଗୋଟିଏ କଥା କହୁଛି ଯେ ମେ 15ରେ ରେଜଲ୍ଟ ପ୍ରକାଶ ପାଇବ। ତ ବର୍ତ୍ତମାନ ତ 4ଟା 4:30 ଟାଇମ୍ ହେଲାଣି, ବର୍ତ୍ତମାନ ସୁଦ୍ଧା କୌଣସି ଅପଡ଼େଟ୍ ଏପର୍ଯ୍ୟନ୍ତ ଆସିନାହିଁ। ତେବେ ଯଦି ଆଜି 15 ତାରିଖରେ ରେଜଲ୍ଟ ଆସିବାର ଥାନ୍ତା, ତାହେଲେ ବର୍ତ୍ତମାନ ସୁଦ୍ଧା CHSE ବିଧିବଦ୍ଧ ଭାବେ ଡିକ୍ଲାର କରିସାରନ୍ତାଣି। ପିଲାମାନେ ପେନିକ୍ ହେବାର ନାହିଁ, ଭୟଭୀତ ହେବାର ନାହିଁ, ଧୈର୍ଯ୍ୟ ଟିକେ ଧରନ୍ତୁ। ନିଶ୍ଚିତ ପକ୍ଷେ ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ଭିତରେ ଗୋଟେ ପରଫେକ୍ଟ ଡେଟ୍ ଆମର ପଳେଇ ଆସିବ। ହୋପଫୁଲି ଆମେ ଯେମିତି ଆଶା ରଖିଛେ 17 ତାରିଖ ଭିତରେ ରେଜଲ୍ଟ ଆସିବ। କିଛି 20 ତାରିଖ ବୋଲି କହୁଛନ୍ତି, ତେଣୁ ଆମେ ତ ପରୀକ୍ଷା ଦେଇସାରିଛେ, ରେଜଲ୍ଟକୁ ଆମେ ଅପେକ୍ଷା କରିବା। ଏ ସମୟରେ ଯେଉଁମାନେ ଏଭଳି ଭାବରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ସେମାନେ କେବଳ ଭିଉଅର୍ସ କମାଇବା ପାଇଁ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। କିନ୍ତୁ ଏମିତିରେ ବି ଗୁଗଲର କଥା ସତ କି ଆଜି ସତରେ କିଛି ଗୋଟେ ସିକ୍ରେଟ୍ ରଖିଛି CHSE, ଯାହାକି ହଠାତ୍ ସେ ଘୋଷଣା କରିକି ଫଳ ପ୍ରକାଶ କରିଦେବ, ଏମିତି କିଛି ନାହିଁ। ପିଲା ମୁଁ ବି CHSE ସହିତ ଯୋଗାଯୋଗ କରିଥିଲି। CHSEରେ ଯେହେତୁ ଆପଣମାନେ ଯେମିତି ଜାଣନ୍ତି ଯେ ନୟାଗଡ଼ର ଯୁକ୍ତ ଦୁଇ କଳାକ୍ଷେତ୍ରରେ ପ୍ରଗତି ଶିକ୍ଷାନୁଷ୍ଠାନ ଗୋଟେ ବଡ଼ ଶିକ୍ଷାନୁଷ୍ଠାନ, ତେଣୁ CHSEର କିଛି ବ୍ୟକ୍ତିଙ୍କ ସହିତ ଯେଉଁମାନେ ଆମର ସମ୍ପର୍କୀୟ ସେମାନଙ୍କ ସହିତ ଆମେ ଯୋଗାଯୋଗ ବି କରିଥିଲୁ। ତାଙ୍କ ପାଖରେ ବି ସେମିତି କିଛି ଠୋସ୍ ପ୍ରମାଣ ନାହିଁ ଯେ ଆଜି ରେଜଲ୍ଟ ବାହାରିବ ବା କାଲି ରେଜଲ୍ଟ ବାହାରିବ। ତେଣୁ ରେଜଲ୍ଟ ଯେବେ ବାହାରୁ ଧୈର୍ଯ୍ୟର ସହିତ ଅପେକ୍ଷା କର, ପରୀକ୍ଷା ଦେଇଛ ଭଲ ହେବ। ଏଇ ଯେଉଁ ୟୁଟ୍ୟୁବର ମାନେ ଆଜି ବାହାରିବ କାଲି ବାହାରିବ କରିକି ତୁମ ମୁଣ୍ଡକୁ ଜାମ୍ କରୁଛନ୍ତି, ସେଥିରେ ଜମା ବି ବ୍ୟସ୍ତ ହେବା ଦରକାର ନାହିଁ। ଯେତେବେଳେ ବି ଆସିବ ଏ ଚ୍ୟାନେଲରେ ଆମେ ଖୁବ୍ ଶୀଘ୍ର ସଠିକ୍ ତଥ୍ୟ ପ୍ରଦାନ କରିବୁ।